ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଟିଚର୍ 247 ଓଡ଼ିଶାକୁ। ତ ଯେଉଁମାନେ ବି ସିଟିରେ ନାମ ଲେଖାଇବାକୁ ଇଣ୍ଟରେଷ୍ଟେଡ଼୍ ଅଛ, ତୁମର ତ ଏପର୍ଯ୍ୟନ୍ତ ତୁମର ଫାଇନାଲ୍ ଆନ୍ସର୍ କି ଆସିନି, ନୋମିନେସନ୍ ହେଲା ପରେ ହିଁ ତୁମର ଫାଇନାଲ୍ ଆନ୍ସର୍ କି ଆସିବ, ତାପରେ ତୁମର ଫାର୍ଷ୍ଟ ସିଲେକ୍ସନ୍ ଯେଉଁ ବାହାରିବ, ଯେଉଁମାନେ ବି ଇଣ୍ଟରେଷ୍ଟେଡ଼୍ ଅଛ ଆଉ ଚାହୁଁଛ ଯେ କ'ଣ କ'ଣ ଡକୁମେଣ୍ଟ ସବୁ ଦରକାର, ତ ସେଇ ଜିନିଷ ଗୁଡ଼ାକ ତୁମେ ଏଇ ଭିଡ଼ିଓରେ ଜାଣିପାରିବ। ତା ସହିତ ଯେଉଁ କେଉଁ ଡକୁମେଣ୍ଟ ନଥିଲେ ବି ତୁମେ ଆଡ଼ମିସନ୍ ନେଇପାରିବ ସିଟି ସ୍କୁଲ୍ ଗୁଡ଼ାକରେ, ତ ସେଇ ଜିନିଷଟା ମୁଁ ମଧ୍ୟ ତୁମକୁ ଜଣେଇବି ହେଲା। ତା ପୂର୍ବରୁ ସମସ୍ତଙ୍କୁ କହି ରଖୁଛି, ଯେଉଁମାନେ ବି SSB TGT, SSB PGT, ଆସିଷ୍ଟାଣ୍ଟ ଟିଚର୍, ଓଷ୍ଟେଟ୍, RHT, OPC PGT, OTET, OAVS ଏଇ ସବୁ ପାଇଁ ପ୍ରିପେୟାର ହେଉଛ, ଆମେ ସମସ୍ତଙ୍କ ପାଇଁ MCQ ପ୍ରୋଭାଇଡ଼େଡ଼ କରୁଛୁ ହେଲା। ତ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ତୁମେ MCQ ପ୍ରାକ୍ଟିସ୍ କରିପାରିବ। ତା ସହିତ ତୁମର ଯଦି କିଛି ଡାଉଟ୍ ହେଲା କମେଣ୍ଟ ସେକ୍ସନରେ ଜଣାଇବ। ଯଦି କେଉଁ କନସେପ୍ଟ ତୁମକୁ ବୁଝିବାର ଅଛି ତାହେଲେ ଆମେ ତୁମକୁ କନସେପ୍ଟ ବୁଝିବା ପାଇଁ ଚେଷ୍ଟା କରିବି ହେଲା। ତ ସମସ୍ତେ ଜାଣିଛ ଓଷ୍ଟେଟ୍ ମାନେ ସିଟିର ବା ଆମେ ଯେଉଁ କହୁଛେ ସିଟି ବା DLEDର ଅବଜେକ୍ସନ୍ ଯେଉଁ ଟାଇମ୍ ଥିଲା ଅବଜେକ୍ସନ୍ କରିବା ପାଇଁ, ସେଇଟା 15/8/2024 ପର୍ଯ୍ୟନ୍ତ ଥିଲା। ସେଇଟା ସରିଯାଇଛି। ତୁମର 1-2-3 ଦିନ ଭିତରେ ହିଁ ତୁମର ଫାଇନାଲ୍ ଆନ୍ସର୍ କି ଆସିବ। ତୁମେମାନେ ଅରିଡ୍ ହୁଅ ନାହିଁ। ମୁଁ ପୂର୍ବରୁ ଭିଡ଼ିଓ ମଧ୍ୟ ପକାଇ ଦେଇଛି, ଯେଉଁ ଏକ୍ସପେକ୍ଟେଡ଼ କଟ୍ ଅଫ୍ ଭିଡ଼ିଓ ତୁମେମାନେ ଦେଖିପାରିବ। ଯେଉଁମାନେ ବି ଡାଉଟ୍ ଅଛି ଯେ ସାର୍ ଆମର ହେବ କି ନାହିଁ ହେଲା, ଏକ୍ସପେକ୍ଟେଡ଼ କଟ୍ ଅଫ୍ ମୁଁ ଅପଲୋଡ଼ କରିଛି। ତା ସହିତ ତୁମର ଯେଉଁ କୋଟା ଅନୁଯାୟୀ ବିଭିନ୍ନ ବାଏଟ୍ ଅଛି, ଷ୍ଟେଟ୍ କୋଟା ଅଛି, କନ୍ଧମାଳ କୋଟା ଅଛି, ତାପରେ ସାନ୍ତାଳୀ ହେଲା, ତେଲୁଗୁ ହେଲା, ଖ୍ରୀଷ୍ଟିଆନ ସବୁ ଅଛି। ତ ସେଇ କୋଟା ଅନୁଯାୟୀ ମଧ୍ୟ ମୁଁ ତୁମକୁ ଭିଡ଼ିଓ ପକାଇ ଦେଇଛି। ତ କେତେ କ'ଣ କଟ୍ ଅଫ୍ ଯିବ ତୁମେମାନେ ଜାଣିପାରିବ। PWD କ୍ୟାଣ୍ଡିଡେଟ୍ ଭାଇ ଭଉଣୀମାନେ ମଧ୍ୟ ଜାଣିପାରିବେ ତାଙ୍କର କଟ୍ ଅଫ୍ କେମିତି କ'ଣ ଯିବ। ତ ତୁମେ ସେ ଭିଡ଼ିଓଟି ଦେଖ। ଏବେ ଆମେ ଦେଖିବା ଡକୁମେଣ୍ଟସ୍ କ'ଣ କ'ଣ ଦରକାର ହେଲା। ଆମର ଯେଉଁ ଆଡ଼ମିସନ୍ ପାଇଁ ଡକୁମେଣ୍ଟସ୍ କ'ଣ କ'ଣ ଦରକାର ଅଛି ସେ ଜିନିଷଟା ମୁଁ ତୁମକୁ ଅଫିସିଆଲି ଦେଖେଇବି। ଆଉ କେଉଁ ଡକୁମେଣ୍ଟସ୍ ନହେଲେ ବି ତୁମେ ଆଡ଼ମିସନ୍ ନେଇପାରିବ ସେଇ ଜିନିଷଟା ମଧ୍ୟ ମୁଁ ତୁମକୁ ଜଣେଇବି। ତ ଭିଡ଼ିଓଟିକୁ କଣ୍ଟିନ୍ୟୁ ଦେଖ। ମୁଁ ତା'ର ଅଫିସିଆଲ୍ ପେଜ୍କୁ ଯାଇକି ତୁମକୁ ଦେଖାଉଛି। ତ ସମସ୍ତେ ଦେଖିପାରୁଥିବ, ଏଇଟା ଗାଇଡ଼ଲାଇନ୍ ଫର୍ ଆଡ଼ମିସନ୍ ଟୁ DLED କୋର୍ସ 2026-27ର ତୁମର ଅଫିସିଆଲ୍ ବ୍ରାଉଚର୍, ଯେଉଁଟାକି ମୁଁ ତୁମକୁ ଦେଖାଇ ଦେଉଛି ହେଲା। ସମସ୍ତେ ଦେଖିପାରୁଥିବ ଏଇଟା। ତ ଏଠି ତୁମର ଅଛି କ'ଣ କ'ଣ ଡକୁମେଣ୍ଟ ସବୁ ଦରକାର ହେଲା। ମୁଁ ସେଇଟା ତୁମକୁ ଜଣାଇ ଦେଉଛି। ପୂର୍ବରୁ ମଧ୍ୟ ତୁମକୁ ଜଣାଇଥିଲି, ଏବେ ଆଉ ଥରେ ତୁମକୁ ଜଣାଇ ଦେଉଛି, କାହିଁକିନା ବହୁତ ଜଣ ପଚାରୁଛନ୍ତି ଯେ ସାର୍ କ'ଣ କ'ଣ ଯେଉଁ ଡକୁମେଣ୍ଟ ଦରକାର ଅଛି, ଆଡ଼ମିସନ୍ ପାଇଁ କେତେ ଟଙ୍କା ଦରକାର ହେଲା। ତ ଆଡ଼ମିସନ୍ ପାଇଁ ମଧ୍ୟ ମୁଁ ତୁମକୁ ଏବେ ଜଣାଇ ଦେଉଛି ଆଉ ଥରେ ଯେ ତୁମର ଆଡ଼ମିସନ୍ ପାଇଁ ଟୋଟାଲ୍ 2800 ଟଙ୍କା ଦରକାର ହେଲା। ହଷ୍ଟେଲକୁ ଛାଡ଼ିକି ଏଠି ମେନସନ୍ ହେଇଛି, ଦେଖ ଟୋଟାଲ୍ କେତେ 2800 ଟଙ୍କା ତୁମକୁ ଦରକାର ପଡ଼ିବ, ଏକ୍ସେପ୍ଟ ହଷ୍ଟେଲକୁ ଛାଡ଼ିକି ହେଲା। ଆଉ ଯେଉଁମାନେ ବି ଥମାସ୍ ଓମେନ୍ସ ଟ୍ରେନିଂ ସ୍କୁଲରେ ନେବ ତାଙ୍କର ଅଧିକ ପଡ଼ିବ 18,512 ଟଙ୍କା। ସମସ୍ତେ 10 ନମ୍ବର ପଏଣ୍ଟଟିକୁ ଦେଖ ହେଲା। 10 ନମ୍ବର ପଏଣ୍ଟରେ ତୁମକୁ କ'ଣ କହିଛି ମୁଁ ସେ ବିଷୟରେ ତୁମକୁ ଏବେ ଜଣାଇଦେବି। ତ 10 ନମ୍ବର ପଏଣ୍ଟରେ ତୁମକୁ କହିଛି ଯେ ଡକୁମେଣ୍ଟସ୍ ଟୁ ବି ସବମିଟେଡ୍ ଆଟ୍ ଦ ଟାଇମ୍ ଅଫ୍ ଆଡ଼ମିସନ୍। ତୁମେ ଯେଉଁ ସମୟରେ ଆଡ଼ମିସନ୍ ନେବ ସେଇ ସମୟରେ ତୁମର କ'ଣ କ'ଣ ଡକୁମେଣ୍ଟସ୍ ଦରକାର ପଡ଼ିବ ସେଇ ଜିନିଷ ଗୁଡ଼ାକ ମୁଁ ଆଲୋଚନା କରିବି। ସମସ୍ତେ ଦେଖିପାରୁଥିବ, ସବୁ ଜେରକ୍ସ କପି ଆପଣଙ୍କୁ ଫାଷ୍ଟ ରଖିବାକୁ ପଡ଼ିବ ହେଲା। ଅଲ୍ କ୍ୟାଣ୍ଡିଡେଟ୍ ଆର୍ ରିକ୍ୱାର୍ଡ଼ ଟୁ ସବମିଟ୍ ୱାନ୍ ସେଟ୍ ଅଫ୍ ଜେରକ୍ସ କପି ଅଫ୍ ଦ ଫଲୋଇଂ ଡକୁମେଣ୍ଟସ୍ ୱିଥ୍ ସେଲ୍ଫ ଆଟେଷ୍ଟେଡ୍। ତୁମେ ଯେତେବେଳେ ଆଡ଼ମିସନ୍ ନେବ ତୁମକୁ ଯାହା ସବୁ ତଳେ ଦିଆଯାଇଛି ଡକୁମେଣ୍ଟସ୍, ତା'ର ଗୋଟେ ଗୋଟେ ଜେରକ୍ସ କପି ସେମାନେ ରଖିବେ। ଆଉ ତୁମେ ସେଠିରେ ସିଗ୍ନେଚର୍ କରିଥିବ, ସେଲ୍ଫ ଆଟେଷ୍ଟେଡ୍ ଥିବ। ତ ଡାଉନଲୋଡ଼ ଅନଲାଇନ୍ ଆପ୍ଲିକେସନ୍ ଫର୍ମ, ତୁମେ ଯେଉଁ ଅନଲାଇନ୍ ଆପ୍ଲିକେସନ୍ ଫର୍ମ ଭରିଛ DLEDର ସେଇଟାକୁ ପ୍ରିଣ୍ଟ ଆଉଟ୍ ବାହାର କରିବ। ଡାଉନଲୋଡ଼ ଇଣ୍ଟିମେସନ୍ ଲେଟର୍, ତୁମ ଯେଉଁ କଲେଜରେ ବା ଯେଉଁ ସ୍କୁଲରେ ହେଇଛି ସିଟି ସ୍କୁଲରେ ତା'ର ଗୋଟେ ଇଣ୍ଟିମେସନ୍ ଲେଟର୍ ବାହାର କରିବ। ଅଲ୍ କ୍ୟାଣ୍ଡିଡେଟ୍ସ ଅଲ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ ଇନ୍ ଅରିଜିନାଲ୍। ତ ଅରିଜିନାଲ୍ ମାର୍କସିଟ୍ ଆଉ ସାର୍ଟିଫିକେଟ୍ ଧରିକି ତୁମେ ଯିବାକୁ ପଡ଼ିବ, ତା ସହିତ ଜେରକ୍ସ ମଧ୍ୟ ନେବ। ତାପରେ ଅଛି ତୁମର ଏଇଟା ଯେଉଁ ଅଲ୍ ସାର୍ଟିଫିକେଟ୍ ଆଣ୍ଡ ମାର୍କସିଟ୍ କହିଲା, ଏଠି ତୁମର କ'ଣ ଆସିବ ନା ଯାହାର ଯେତେ କ୍ୱାଲିଫିକେସନ୍ ଅଛି। ମନେକର ଏବେ ତୁମର 10th ତ ମୋଷ୍ଟ +2 ପରେ ହିଁ ଜଣେ ସିଟି କରିପାରିବ, ସମସ୍ତେ ଜାଣିଛ ହେଲା। ତାପରେ ମନେକର ତୁମର +3ର ଅଛି, କିମ୍ବା ତୁମେ PG ସାରିଛ ଆଉ ମାନେ ସିଟି କରିବା ପାଇଁ ଇଣ୍ଟରେଷ୍ଟେଡ଼୍ ଅଛ ହେଲା। ତ ତୁମେ ସେ PG ସାର୍ଟିଫିକେଟ୍ ମଧ୍ୟ ନେଇପାରିବ, ଯଦି ନଦେଲେ ବି କିଛି ଅସୁବିଧା ନାହିଁ ହେଲା। ତ ବାକି ତୁମର CLC ଦରକାର ପଡ଼ିବ ହେଲା। CLC ବେଲେ ତ ତୁମେ ଯେଉଁଠୁ ଲାଷ୍ଟ ପାସ୍ ଆଉଟ୍ ହେଇଛ ସେଇ ସାର୍ଟିଫିକେଟ୍ ଦେବା ପାଇଁ ବାଧ୍ୟ। ତ ଏଠି ଆମେ ଦେଖିବା ଯେ କ'ଣ ଅଛି ନା ତୁମର
ଆଉ ଗୋଟେ ଅଛି ପଏଣ୍ଟ ଗୋଟେ ଦେଖ ମୁଁ କହୁଛି certificate of headmaster of the school to effect that she has passed HSC in ଓଡ଼ିଆ medium in case who have passed from ଯେଉଁମାନେ ବି CBSE ICSE ବୋର୍ଡ଼ରୁ ପାସ୍ ଆଉଟ୍ ହେଇଛ ତାଙ୍କ ପାଇଁ BSc ଗୋଟେ ମାନେ ସେପାରେଟ୍ ଓଡ଼ିଆ ଏକ୍ଜାମ୍ କରେ ସେଇ ପାସ୍ ସାର୍ଟିଫିକେଟ୍ ତୁମର ଥିବା ଦରକାର ଯଦି ତୁମେ ସିଟିରେ ଆଡ଼ମିସନ୍ ନେବା ପାଇଁ ଚାହୁଁଛ ହେଲା। ରେସିଡେଣ୍ଟ ସାର୍ଟିଫିକେଟ୍ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁ ରେସିଡେଣ୍ଟ ସାର୍ଟିଫିକେଟ୍ ଇସ୍ୟୁ ହେଇଥିବା କଥା କେବେ କେଉଁ ତାରିଖ ପରେ ନା ତୁମର 30/6/2021 ପରେ ହେଲା। ଏଇଟା ST SC SC BC ସମସ୍ତଙ୍କ ପାଇଁ ହେଲା। ଏଇ ଯେଉଁ ରେସିଡେଣ୍ଟ ସାର୍ଟିଫିକେଟ୍ ଏଇଟା ତୁମେ ସବମିଟ୍ କରିବ ଆଉ ସେଇଟା କେବେ ଇସ୍ୟୁ ହେଇଥିବା କଥା 30/6/2021 ପରେ। ତାପରେ କାଷ୍ଟ ସାର୍ଟିଫିକେଟ୍ କେଉଁମାନେ ଦେବେ ଯାହାକି ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା ଯେ ସାର୍ ଆମେ କାଷ୍ଟ ସାର୍ଟିଫିକେଟ୍ ଦେବୁ ନା ନାହିଁ। SC ST SC BC ହେଲା। OBC ସାର୍ଟିଫିକେଟ୍ କାଢ଼ିବ ନାହିଁ। ଯେଉଁମାନେ ବି OBC କାଢ଼ୁଛ ଓଡ଼ିଶାରେ ସେଇଟା ସେଣ୍ଟ୍ରାଲ୍ ଲେଭେଲ୍ରେ ଚଳିବ ଏଠି ଚଳିବ ନାହିଁ ହେଲା। ତ SC ST SC BC କ୍ୟାଣ୍ଡିଡେଟ୍ମାନଙ୍କ ପାଇଁ ଯେଉଁ ସାର୍ଟିଫିକେଟ୍ ଅଛି ଏଠି ମେନସନ୍ ମଧ୍ୟ କରିଛି ଦେଖ OBC ସାର୍ଟିଫିକେଟ୍ ସାଲ୍ ନଟ୍ ବି କନସିଡର୍ ବୋଲିକି କହିଦେଇଛି। ତ 2023 ପରେ ତୁମର ଇସ୍ୟୁ ହେଇଥିବା କଥା। SC ST ଭାଇ ଭଉଣୀମାନେ ଯେଉଁମାନେ ବି ଅଛ ସମସ୍ତେ ଧ୍ୟାନର ସହିତ ଶୁଣ ଯେ ତୁମର ଯେଉଁ ସାର୍ଟିଫିକେଟ୍ ଇସ୍ୟୁ ହେବ SC BC ସାର୍ଟିଫିକେଟ୍ 30/6/2023 ପରେ ଯଦି ଇସ୍ୟୁ ହେଇଛି ତାହେଲେ ତୁମର ଚଳିବ। ଆଉ SC ST ଭାଇ ଭଉଣୀମାନଙ୍କର ଯଦି ପୂର୍ବରୁ ବି ଅଛି ଚଳିବ ନୂଆଟା ବି ଯଦି ଅଛି ଚଳିବ କିଛି ଅସୁବିଧା ହେବ ନାହିଁ ହେଲା। ଯେଉଁମାନଙ୍କର PWD କ୍ୟାଣ୍ଡିଡେଟ୍ ଅଛି ତାଙ୍କର ଗୋଟେ ID କାର୍ଡ଼ ମିଳେ UDID ଡିଜାବିଲିଟି ସାର୍ଟିଫିକେଟ୍ ସେଇଟା ସେମାନେ ମଷ୍ଟ ଧରିକି ଯିବେ। ତା ସହିତ ଏକ୍ସ ସର୍ଭିସମ୍ୟାନ୍ ହେଲା କିମ୍ବା ଯାହା ବି ସବୁ ଅଛି ତାଙ୍କର ଯାହା ବି ସବୁ ଡକୁମେଣ୍ଟସ୍ ଅଛି ପ୍ରୁଫ୍ସ ଅଛି ସେଗୁଡ଼ାକ ସେମାନେ ଧରିକି ଯିବେ ହେଲା। ତ ଏଇଟା ଥିଲା ତୁମ ପାଇଁ କ'ଣ ନା ଡକୁମେଣ୍ଟ। ଏବେ ଆମେ ଜାଣିବା ଯେ କେଉଁ ଡକୁମେଣ୍ଟ ନହେଲେ ବି ତୁମେ ଆଡ଼ମିସନ୍ ନେଇପାରିବ ହେଲା। ଯେତେବେଳେ ଆମେ ଗୋଟେ କଲେଜରେ ଆଡ଼ମିସନ୍ ନେଉ ଫାର୍ଷ୍ଟ ଆମେ CLC ହେଲା। ଏବେ ଯଦି ତୁମେ +2 ସାରିଛ ତାହେଲେ ତୁମକୁ ସେଠୁ CLC ମିଳିବ। ସେଇଟା ତୁମକୁ କେଉଁଠି ଜମା କରିବାକୁ ପଡ଼ିବ ନା ଯେଉଁଠି ତୁମେ ନୂଆ ଆଡ଼ମିସନ୍ ନେବ। ତ CLCଟା ଯଦି ତୁମ ପାଖରେ ନାହିଁ ବି ତୁମର ଯଦି ଆଡ଼ମିସନ୍ ଡେଟ୍ ପଳେଇ ଆସୁଛି ତାହେଲେ ତୁମେ କ'ଣ କହିବ ନା ଗୋଟେ ଅଣ୍ଡରଟେକିଂ ଲେଖିକି ବି ତୁମେ ଆରାମସେ ଆଡ଼ମିସନ୍ ନେଇପାରିବ। ୱିଦିନ୍ 7 ଡେଜ୍ ଭିତରେ ତୁମେ ପୁଣି ପରବର୍ତ୍ତୀ ସମୟରେ ତାଙ୍କୁ CLC ଡିପୋଜିଟ୍ କରିଦେବ ହେଲା। ସମସ୍ତେ ଜାଣିଲ ଯେଉଁ CLC ନହେଲେ ବି ତୁମେମାନେ ଆଡ଼ମିସନ୍ କରିପାରିବ। ତା ସହିତ ତୁମେମାନେ ଆମର ଯେଉଁ ସାର୍ଟିଫିକେଟ୍ କାଷ୍ଟ ସାର୍ଟିଫିକେଟ୍ ହେଲା କିମ୍ବା ରେସିଡେଣ୍ଟ ସାର୍ଟିଫିକେଟ୍ ଯଦି ତୁମେ ଆପ୍ଲାଏ କରିଛ ଆଉ ଆସିନି ହେଲା ତୁମେମାନେ ତା'ର ସ୍ଲିପ୍ ଗୋଟେ ଦିଏ। ତ ସେଇ ସ୍ଲିପ୍କୁ ଦେଖି ମଧ୍ୟ ତୁମେ କ'ଣ କରିପାରିବ ନା ଗୋଟେ ଅଣ୍ଡରଟେକିଂ ଲେଖିକି ଆମର ଆଡ଼ମିସନ୍ ନେଇପାରିବ ହେଲା। ଏଇ ଦୁଇଟା ଜିନିଷ ତୁମକୁ ସେମାନେ ଏକ୍ସକ୍ୟୁଜ୍ ମେ ବି କରିପାରନ୍ତି। CLCରେ ତ ହୁଏ ବାକି ସାର୍ଟିଫିକେଟ୍ରେ ବି ସେମାନେ ଏକ୍ସକ୍ୟୁଜ୍ କରିପାରନ୍ତି। ତୁମେ ଯଦି କନଭିନ୍ସ କରିପାରିବ ସାର୍ ମୋର ଏମିତି ଅସୁବିଧା ଥିଲା ଆଉ ମୁଁ କାଢ଼ିପାରିଲିନି ଆଉ ମାନେ ଆଉ 2-3 ଦିନ ମୋତେ ସମୟ ଦିଅନ୍ତୁ ମୁଁ ଆଣିକି ଡିପୋଜିଟ୍ କରିଦେବି କହିଲେ ସେମାନେ ଯଦି କନସିଡର୍ କରିବେ ତାହେଲେ ଭଲ କଥା। ଆଉ ଯଦି ତୁମେମାନେ ଏଇ ଜିନିଷ ଫେସ୍ କରିବାକୁ ଚାହୁଁନ ତାହେଲେ ଆରାମସେ ଯାହାର ସିଲେକ୍ସନ୍ ହେବାର ଅଛି ସାର୍ଟିଫିକେଟ୍ ସବୁ କାଢ଼ିଦିଅ ହେଲା। ଏବେ ଆମେ ଦେଖିବା ପଇସା କେତେ ଟଙ୍କା ଆଡ଼ମିସନ୍ ଫିସ୍ ତୁମର 2800 ଟଙ୍କା ହେଲା। ସମସ୍ତେ ଜାଣିଲ ଆଡ଼ମିସନ୍ ଫିସ୍ କେତେ 2800 ଟଙ୍କା। ଏଇଟା ହଷ୍ଟେଲକୁ ଛାଡ଼ିକି ଏଇଟା ତୁମର ଖାଲି କ'ଣ ନା ଆମର ଆଡ଼ମିସନ୍ ହେଲା କୋର୍ସ ଫିଟା ଯେଉଁଟା ହେଲା। ତାପରେ ଆଡ଼ମିସନ୍ ଏଠି ସବୁ ଅଛି। ଏପଟେ ଦେଖ ତୁମକୁ କୁହାଯାଇଛି CLC ଇନ୍ ଅରିଜିନାଲ୍ ହେଲା। ଯେଉଁଟା ମୁଁ ଏବେ କହୁଥିଲି ତୁମକୁ CLC କଥା CLC ତୁମକୁ ଅରିଜିନାଲ୍ ଦେବାକୁ ପଡ଼ିବ। କଣ୍ଡକ୍ଟ ସାର୍ଟିଫିକେଟ୍ ତୁମକୁ ଦେବାକୁ ପଡ଼ିବ ଆଉ 2 ରିସେଣ୍ଟ ପାସପୋର୍ଟ ସାଇଜ୍ ଆଣ୍ଡ ଷ୍ଟାମ୍ପ ସାଇଜ୍ ଫଟୋଗ୍ରାଫ। ତ ଏଇସବୁ ହେଲା ତୁମର କ'ଣ ନା ଡକୁମେଣ୍ଟ ଗୁଡ଼ାକ ହେଲା। ଏଇ ତା'ର କୌଣସି ତୁମକୁ ଜେରକ୍ସ କପି ଦେବାକୁ ପଡ଼ିବନି। CLC ତୁମେ ଯେଉଁଠୁ ଲାଷ୍ଟ ପାସ୍ ଆଉଟ୍ ହେଇଛ ସେଇଠି ହିଁ ତୁମକୁ ମିଳିବ। ମନେକର ମୁଁ ଏବେ +2 ଗୋଟେ କଲେଜରେ ପଢ଼ୁଥିଲି CLC ମୁଁ କେଉଁଠିକି ଯିବି ସ୍କୁଲକୁ ଯିବି କି ସେଇ କଲେଜକୁ ଯିବି କଲେଜରୁ ଆଣିକି ପୁଣି ଯେଉଁଠି ସେଠି ସ୍କୁଲରେ ନାଁ ଲେଖାଇବି ସେଇଠି ଡିପୋଜିଟ୍ କରିବି। ସେମିତି କଣ୍ଡକ୍ଟ ବି ସେଇ ସେମ୍ କଲେଜରୁ ତୁମକୁ ଦେବେ ଏଠି ମାନେ ତୁମେ ସେଠି ପଢ଼ୁଥିଲ ବୋଲିକି। ଆଉ 2ଟା ତୁମର ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ରିସେଣ୍ଟ କାଢ଼ିଥିବ ଯେଉଁଟା ସେଇଟା ଦେଲେ ଚଳିବ ହେଲା। ତ ଏଇଟା ଥିଲା ତୁମ ପାଇଁ ଗୋଟେ ଇନଫର୍ମେସନ୍। ଯେଉଁମାନେ ବି ମାନେ ଆଡ଼ମିସନ୍ କରିବା ପାଇଁ ଯାଉଛ ଏଇ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଦେଖିବ ତୁମର ଆଉ କୌଣସି ଡାଉଟ୍ ରହିବ ନାହିଁ। ଆଉ ଯଦି କଟଅଫ୍ ଯେଉଁମାନେ ଭାବୁଛ ଯେ ସାର୍ କଟଅଫ୍ କେମିତି କ'ଣ ଯିବ ହେଲା ଯଦି କଟଅଫ୍ କଥା ଚିନ୍ତା କରୁଛ ତାହେଲେ କଟଅଫ୍ କଥା ତୁମେ ଚିନ୍ତା ଜମାରୁ କର ନାହିଁ।
କଟ୍ ଅଫ୍ କିଛି ନାହିଁ, କଟ୍ ଅଫ୍ ଯେମିତି ଯିବା କଥା ସେମିତି ଯିବ, ମାନେ ବେଶୀ ବି ହାଇ ଯିବନି ତୁମର ହେଲା। ଯେମିତି ମୁଁ ପ୍ରେଡ଼ିକ୍ସନ୍ କରିଥିଲି, ମେ ବି 1 ମାର୍କ 2 ମାର୍କ ତୁମର ଏପଟ ସେପଟ ହୋଇପାରେ, ନହେଲେ ସେଇ ଯେଉଁଟା କହିଥିଲି ସେଇଟା ହିଁ। ତୁମେମାନେ ଯଦି କଟ୍ ଅଫ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଛ ତାହେଲେ ତୁମେମାନେ ଆରାମସେ ଯାଇକି ଚ୍ୟାନେଲ୍ ମାଧ୍ୟମରେ ଦେଖିପାରିବ। ତୁମ ପାଇଁ ମୁଁ ଅପଲୋଡ଼ କରିଦେଇଛି, ମାନେ କୋଟା ଅନୁଯାୟୀ ଆଉ ନର୍ମାଲ୍ ଯେଉଁମାନଙ୍କର ଷ୍ଟେଟ୍ ମାନେ ଜେନେରାଲ୍ ୟୁଆର୍ ଯେଉଁ କାଟେଗୋରୀ ଅନୁଯାୟୀ ବି ମୁଁ ମାନେ ତୁମକୁ କ'ଣ ଡେସ୍କ୍ରାଇବ୍ କରିଦେଇଛି କାହାର କେତେ କଟ୍ ଅଫ୍ ଯିବ ହେଲା। ଯଦି ଭିଡ଼ିଓଟି ଇନଫର୍ମେସନ୍ ଲାଗେ ତାହେଲେ ନିଜ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ତା ସହିତ ଚ୍ୟାନେଲ୍ଟିକୁ ମଧ୍ୟ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଠିକ୍ ଅଛି, ପୁଣି ଯଦି କିଛି ନୂଆ ଅପଡ଼େଟ୍ ଆସେ ମୁଁ ନିଶ୍ଚିତ ଭାବରେ ଜଣେଇବି। ଆଉ ଗୋଟେ କଥା ମୁଁ ମାନେ ଆନାଉନ୍ସ କରିବି, ମାନେ ଖୁବ୍ କମ୍ ଦିନ ଭିତରେ କ'ଣ ତୁମ ପାଇଁ ଗୋଟେ ସରପ୍ରାଇଜ୍ ଅଛି। ଯେଉଁମାନେ ବି ଆଗାମୀ CT BD ପ୍ରିପେୟାର ହେବାକୁ ଚାହୁଁଛ ହେଲା, ତ ସମସ୍ତଙ୍କ ପାଇଁ ଗୋଟେ ଖୁସି ଖବର ଅଛି